ସମସ୍ତଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ କରୁଛି। ଆମେ ମନବୋଧ ଚଉତିଶାର ପାଞ୍ଚ ଛାନ୍ଦ ପର୍ଯ୍ୟନ୍ତ ଆମେ ପଢ଼ିଥିଲେ ପୂର୍ବ ଭିଡ଼ିଓରେ। ଆଜି ଆମେ ନେକ୍ସଟ ଛାନ୍ଦ ପଢ଼ିବା, ତା ପର ଛାନ୍ଦ 6 ନମ୍ବର ଛାନ୍ଦ ଠାରୁ ପଢ଼ିବା। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ। ଚାଲନ୍ତୁ ଏବେ ଭିଡ଼ିଓ ଆରମ୍ଭ କରିବା। ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତରେ ଦେଖ କିନାର ଖାରରେ। ଚର୍ମ ବେଢ଼ିଛି ସିନା ଚଉରାଶିକୁ, ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କୁ ରେ। ହେଲା, ଏଠି କ'ଣ କହିଛି? ପ୍ରଥମେ ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର। ତୁ କେମିତି ଦେଖାଉଛୁ? ସିନା ଚିତ୍ର ପ୍ରତିମା ପ୍ରାୟ ତୁ ସୁନ୍ଦର ଦେଖାଉଛୁ। ଚିତ୍ରଟିଏ ଯେମିତି ଆଙ୍କିଦେଲେ ଯେମିତି ସୁନ୍ଦର ଦେଖାଯାଏ, ତୁ ସେମିତି ସୁନ୍ଦର ଦେଖାଉଛୁ। କିନ୍ତୁ ଚିରିକିରି ଭିତରେ ଯଦି ଆମେ ଦେଖିବା, ତାହେଲେ କେତେ ନାରଖାର, କେତେ ଅସନା, କେତେ ରକ୍ତ ମାଂସ, ଯେତକ ଆବର୍ଜନା ଜିନିଷ ସବୁ ଭିତରେ ଅଛି। ହେଲା, ଚର୍ମ ବେଢ଼ିଛି ସିନା ଚଉରାଶିକୁ। ଆମର ଏଇ ଯେଉଁ ଶରୀରଟାକୁ ରକ୍ତ ମାଂସର ଶରୀରଟାକୁ ଚର୍ମଟା ଘେରି ହେଇକି ରହିଛି। ସେଇଥିପାଇଁ କ'ଣ ମଣିଷଟି ଶରୀରଟି ସୁନ୍ଦର ଦେଖାଯାଉଛି। ହେଲା, ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କୁ। ଏହା କଥା କି ଏଇ ଯେଉଁ ଶରୀର, ତୋର ପାଶବିକ ଶରୀର, ଏଇଟା ହେଉଛି କ'ଣ? ନିରର୍ଥକ, ତାର କିଛି ଅର୍ଥ ନାହିଁ। ଯେବେ ଆତ୍ମା ଛାଡ଼ିକି ପଳେଇବ ଶରୀରରୁ, ସେତେବେଳେ ସେ କ'ଣ ହେଇଯିବ? ସେ ହେଉଛି ସବୁଠାରୁ ଅସନା ଜିନିଷ, ତାକୁ ଅଛୁଆଁ କହିବେ। ହେଲା, ତା ଭିତର ଚିରିକି ଦେଖିଲେ ନାର ଖାର। ହେଲା, ସେଥିପାଇଁ ସେ ଛାର ଜିନିଷରେ ତୁ ମନ ନ ଦେଇକି ତୁ ଚିତ୍ତ, ତୋ ମନକୁ ସବୁବେଳେ ନୀଳଗିରିବାସୀଙ୍କୁ ଦେ ବୋଲିକି। ନୀଳଗିରିବାସୀ କାହାକୁ କୁହାଗଲା? ଜଗନ୍ନାଥଙ୍କୁ କୁହାଯାଇଛି। ଶ୍ରୀ ଜଗନ୍ନାଥଙ୍କୁ କୁହାଯାଇଛି ନୀଳଗିରିବାସୀ। ତ ଚାଲନ୍ତୁ ଆର ଭାବାର୍ଥ ବହିରେ କ'ଣ ଅଛି ଦେଖିବା। ଦୀର୍ଘ ହେଇପାରେ, ଟିକେ ଧୈର୍ଯ୍ୟର ସହିତ ଶୁଣିବେ। ଭକ୍ତ କବି ଭକ୍ତଚରଣ ଦାସ ମନବୋଧ ଚଉତିଶା ରଚନା କରିବା ସମୟରେ ଖୁବ୍ ସାବଧାନତା ଅବଲମ୍ବନ କରିଛନ୍ତି। ସେ ଭକ୍ତ ଚଉତିଶାରେ ସଂସାର ପ୍ରତି ବିରାଗ ଭାବ ପ୍ରକାଶ କରିବା ପାଇଁ ସମସ୍ତ ମଣିଷ ସମାଜକୁ ଏକାଧାରରେ ପ୍ରବର୍ତ୍ତାଇଛନ୍ତି। ତାଙ୍କ ରଚନା ମାଧ୍ୟମରେ ସେ ଅନେକ ଦାର୍ଶନିକ ତଥା ଉପସ୍ଥାପନା କରାଯାଇଛି, ଯେଉଁଗୁଡ଼ିକ ବାସ୍ତବିକ ତାତ୍ପର୍ଯ୍ୟ ହୃଦୟଙ୍ଗମ ନ କଲେ ମନବୋଧ ଚଉତିଶା ଆମେ ତାର ଅସଲ ମର୍ମଟି ବୁଝିପାରିବା ନାହିଁ। ହେଲା, ଦେଖନ୍ତୁ, ଆମେ ଏଠି ଯଦି ଏତିକି ଟିକେ ପଢ଼ି ଦେଇକି ଆମେ ତ ବୁଝିପାରୁଛେ, ଏଇଟା ସହଜ, ଆମେ ବୁଝିପାରୁଛେ, କିନ୍ତୁ ପ୍ରକୃତ ଅର୍ଥଟି ତାର ସେଇଆ ନୁହେଁ। ହେଲା, ସେଥିପାଇଁ ଆମକୁ ସମ୍ପୂର୍ଣ୍ଣ ରୂପେ ଏହାର ଭାବାର୍ଥ ଯଦି ଆମେ ନ ଜାଣିବା, ତାହେଲେ ଆମେ ମନବୋଧ ଚଉତିଶାର ମର୍ମଟି ଆମେ ଜାଣିପାରିବା ନାହିଁ। ଦେଖନ୍ତୁ କ'ଣ କହିଲା ନା, ଉଲ୍ଲେଖଯୋଗ୍ୟ ଯେ ବୈଦିକ ଦର୍ଶନରେ ଜୀବନର ଚରମ ଲକ୍ଷ୍ୟ ଖୋଜିବା ବେଳେ ଆନନ୍ଦ ଲାଭ କରିବା ଛଡ଼ା ଅନ୍ୟ କୌଣସି ସ୍ଥାୟୀ ଲକ୍ଷ୍ୟ ନାହିଁ ବୋଲି ଜଣାପଡ଼େ। ହେଲା, ସମସ୍ତଙ୍କ ଲକ୍ଷ୍ୟ କ'ଣ ଥାଏ? ଆନନ୍ଦ ଭୋଗ କରିବା। ହେଲା, ଏହି ଆନନ୍ଦ ବା ସୁଖର କାରଣ ବା ମୂଳ କ'ଣ? ପୁଣି ଏଇ ଆନନ୍ଦ ଯେଉଁ ଆମର ଭୋଗ କରିବାର ଇଚ୍ଛା ଥାଏ, ସେ ସୁଖ, ତାର ମୂଳ କାରଣଟି କ'ଣ, ତାହା ନିରୂପଣ କରିବାକୁ ଯାଇ ସକଳ ଷଡ଼ଦର୍ଶନ ଆପଣା ଅମାର ଭରି ଦେଇଛନ୍ତି। ଅନ୍ୟ ପକ୍ଷରେ ବୌଦ୍ଧମାନେ ଏସବୁ ତର୍ଜମା କରି ଦେଖି କହନ୍ତି ଯେ ଯଦିଓ ମଣିଷ ଜୀବନର ଲକ୍ଷ୍ୟ ଆନନ୍ଦ ପ୍ରାପ୍ତି, ତଥାପି ମଣିଷ ଦୁଃଖ ପ୍ରାପ୍ତିରୁ ବଞ୍ଚିତ ହୋଇପାରେ ନାହିଁ। ହେଲା, ବୌଦ୍ଧ ଦାର୍ଶନିକମାନେ ସେମାନେ ଦେଖିଛନ୍ତି କି ବହୁତ ତର୍ଜମା କରିକି ଜାଣିଛନ୍ତି କି ମଣିଷ ସବୁବେଳେ ତାର ଲକ୍ଷ୍ୟ ଥାଏ ସୁଖ ପାଇବା, ଖୁସିରେ ରହିବା, କିନ୍ତୁ ସେ ତାର ଦୁଃଖ ପ୍ରାପ୍ତି ତାର ଇଚ୍ଛା ନଥାଇକି ମଧ୍ୟ ସେ ଦୁଃଖ ଭୋଗିଥାଏ ବୋଲିକି ସେ କହିଛନ୍ତି। ଯଦି ମଣିଷ ଦୁଃଖ ପ୍ରାପ୍ତିର କାରଣ ଜାଣି ନ ପାରିବ, ତେବେ ସୁଖର ଅନ୍ୱେଷଣ କରିପାରିବ ନାହିଁ। ହେଲା, ସେ କହିଲେ ପ୍ରଥମେ ଆମେ କ'ଣ କରିବା ଉଚିତ ନା, ଦୁଃଖର କାରଣଟି କ'ଣ ଜାଣିବାକୁ ପଡ଼ିବ। ଯଦି ନ ଜାଣିପାରିବ, ତାହେଲେ ଆମେ ସୁଖ କେବେ ବି ପାଇପାରିବା ନାହିଁ। ତେଣୁ ସକଳ ଶାସ୍ତିକ ଦର୍ଶନ ସୁଖର କାରଣ ଖୋଜି ବୁଲୁଥିବା ବେଳେ ସକଳ ନାସ୍ତିକ ଦର୍ଶନ ତଥା ଖାସ୍ କରି ବୌଦ୍ଧ ଦର୍ଶନ ଦୁଃଖର କାରଣ ଜାଣିବା ପାଇଁ ବ୍ୟାକୁଳ ହୋଇଥାନ୍ତି। ହେଲା, ସେ କହିଲା ଯେଉଁମାନେ ଆସ୍ତିକମାନେ ଥାଆନ୍ତି, ସେମାନେ କ'ଣ କରିଥାନ୍ତି? ସେମାନେ କେମିତି ସୁଖ ସବୁଥିରେ ପାଇବେ। ସେମାନେ ଆମର ସାଧାରଣତଃ ଭାବନା କ'ଣ ଥାଏ? ସବୁବେଳେ ଆମେ କେମିତି ଖୁସିରେ ରହିବା, ଭଲରେ ରହିବା, ସୁଖ କେମିତି ପାଇବା, ତ ସେଇଟା ଇଚ୍ଛା ଥାଏ। କିନ୍ତୁ ନାସ୍ତିକ ଦାର୍ଶନିକମାନେ, ସେମାନେ ଯିଏକି ଖାସ୍ କରିକି ବୌଦ୍ଧ ଧର୍ମ ବିଷୟରେ କହିଲା, ବୌଦ୍ଧ ଦର୍ଶନ ମାନେ କ'ଣ କରନ୍ତି? ଦୁଃଖର କାରଣକୁ ଖୋଜନ୍ତି। କାରଣ ଦୁଃଖର କାରଣଟି ଆମେ ଯେତେବେଳେ ଜାଣିପାରିବା, ତାହେଲେ ଆମେ ସୁଖରେ ରହିପାରିବା। କାରଣ ଯେଉଁ କାରଣଟି ଆମକୁ ଦୁଃଖ ଦେଉଛି, ସେ କାରଣକୁ ଆମେ ପରିତ୍ୟାଗ କରିପାରିବା। ହେଲା,
ତ କ'ଣ କଲେ ନା ଯାହା ହେଉନା କାହିଁକି ପରିଶେଷରେ ଏହି ସିଦ୍ଧାନ୍ତରେ ସମସ୍ତେ ଉପନୀତ ହୋଇ କହିଛନ୍ତି ଯେ ମଣିଷର ଆଶା ପୂରଣ ହେଲେ ମଣିଷ ସୁଖ ପାଏ, ଆଶା ପୂରଣ ନହେଲେ ସେ ଦୁଃଖ ପାଏ। ସୁଖ ପ୍ରାପ୍ତି ପାଇଁ ଆଶା ପୂରଣ କରିବା ଯେପରି ଅପରିହାର୍ଯ୍ୟ, ଦୁଃଖର ନିବୃତ୍ତି ପାଇଁ ଆଶାକୁ ତ୍ୟାଗ କରିବା ସେହିପରି ଅପରିହାର୍ଯ୍ୟ। ହେଲା, ସେମାନେ ତର୍ଜମା କରିକି ବୌଦ୍ଧ ଶାସ୍ତ୍ର ଦାର୍ଶନିକମାନେ ଜାଣିବାକୁ ପାଇଲେ କି ଯିଏ ଆଶା କରିଥାଏ ବା ଆଶା ଯେଉଁ ମଣିଷ କରିଥାଏ ସେ ଆଶାଟି ଯେତେବେଳେ ତାର ପୂରଣ ହେଇଯାଉଛି ସିଏ ସେତେବେଳେ ଖୁସି ପାଏ, ସୁଖ ପାଏ। କିନ୍ତୁ ଆଶାଟି ଯେତେବେଳେ ପୂରଣ ନ ହେଉଛି ସେତେବେଳେ ସେ ଦୁଃଖ ପାଏ। ତେଣୁ ଦୁଃଖ ପାଇବାର କାରଣ କ'ଣ ହେଲା? ଆଶା କରିବା। ହେଲା, ତେଣୁ ସେ କହିଛନ୍ତି ସବୁ ଆଶାକୁ ଆମେ କ'ଣ କରିବା? ମନରୁ ଦୂର କରିଦେବା। ଯଦି ଆମେ ଆଶାକୁ ଦୂର କରିପାରିବା ତାହେଲେ ଆମେ ଦୁଃଖରୁ ନିବୃତ୍ତି ପାଇପାରିବା, ଆମେ ଆଉ ଦୁଃଖ ପାଇବାନି। ହେଲା, ତେଣୁ ସୁଖ ପ୍ରାପ୍ତି ପାଇଁ ବେଦରେ ପୂର୍ଣ୍ଣବାଦର ଅବତାରଣ ହୋଇଅଛି, ଯାହା କହିଲେ ମଣିଷ ଆଉ କିଛି ପାଇବା ପାଇଁ ଆଶା କରିବ ନାହିଁ। ହେଲା, ବେଦରେ ଗୋଟେ ଜିନିଷ ଅଛି ଯାହାକି ହେଉଛି ପୂର୍ଣ୍ଣବାଦ। ୟାକୁ ଯଦି ମଣିଷ ଜାଣିଗଲା ତାହେଲେ ସେ ଆଉ କିଛି ଆଶା କରିବ ନାହିଁ, ସେ କିଛି ପାଇବା ପାଇଁ ଆଉ ଆଶା କରିବ ନାହିଁ, ଯାହାଦ୍ୱାରା କି ସେ ଆଉ ଦୁଃଖ ପାଇବ ନାହିଁ। ତାହା ହିଁ ଆଶାର ନିବୃତ୍ତି ଘଟାଇବାର ଏକ ପ୍ରକୃଷ୍ଟ କାରଣ। ହେଲା, ବୌଦ୍ଧ ଦାର୍ଶନିକମାନେ କହିଛନ୍ତି, ଭକ୍ତଚରଣ ଦାସ ମନବୋଧ 34 କହିଛନ୍ତି, ଦୁଃଖରୁ ନିବୃତ୍ତି ହେବା ପାଇଁ ପ୍ରକୃଷ୍ଟ କାରଣଟି କ'ଣ? ହେଲା, ଆଶାରୁ ନିବୃତ୍ତ ଆମେ କେମିତି ହେଇପାରିବା? ନା ପୂର୍ଣ୍ଣବାଦ, ବେଦରେ ଥିବା ପୂର୍ଣ୍ଣବାଦକୁ ଆମେ ଯଦି ଆପଣେଇ ପାରିବା, ଜାଣିପାରିବା। ପରିପୂର୍ଣ୍ଣତମ ପରମ ବ୍ରହ୍ମଙ୍କ ସନ୍ଧାନ ପାଇଲେ ମଣିଷ ଆଉ କିଛି ପାଇବାକୁ ଚାହେଁ ନାହିଁ। ହେଲା, ସେ ପୂର୍ଣ୍ଣବାଦରେ କ'ଣ ଅଛି? ନା ପରମ ବ୍ରହ୍ମଙ୍କର ସନ୍ଧାନ ଅଛି। ଯେଉଁ ପରମ ବ୍ରହ୍ମଙ୍କର ସନ୍ଧାନ ମଣିଷ ଥରେ ପାଇଲେ ସେ ଆଉ କିଛି ମଧ୍ୟ ଆଶା କରେ ନାହିଁ, ଆଉ କିଛି ପାଇବାକୁ ଇଚ୍ଛା କରେ ନାହିଁ। କିନ୍ତୁ ଅନ୍ୟ ପକ୍ଷରେ ଯାହା କିଛି ମଣିଷ ଭୋଗ କରି ଆନନ୍ଦ ପାଇବାକୁ ଚାହେଁ ସେଗୁଡ଼ିକ ସବୁ ଶୂନ୍ୟରୁ ହିଁ ଆସିଛି, ଅର୍ଥାତ୍ ଯାହା ନିର୍ମୂଳ, ତାର ପରିଣତି ମଧ୍ୟ ଶୂନ୍ୟ, ତାହା ସ୍ଥାୟୀ ନୁହେଁ। ଏହି ଶୂନ୍ୟବାଦକୁ ଆଶ୍ରୟ କରି ବୌଦ୍ଧ ଦର୍ଶନ ମୂଳଦୁଆ ପଡ଼ିଛି। ଦେଖନ୍ତୁ ଏଠି କ'ଣ କହିଲା ନା, ମଣିଷ ଯାହା ସବୁ ଇଚ୍ଛା କରିଥାଏ ପାଇବା ପାଇଁ ସେ ସବୁ କେଉଁଥିରୁ ସୃଷ୍ଟି ହେଇଛି? ଶୂନ୍ୟରୁ ହିଁ ସୃଷ୍ଟି ହେଇଛି। ଏଇଠି ପୁଣି କ'ଣ କହିଲେ ନା, ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ଦେଶୀ ବୈଷ୍ଣବମାନେ ଏହି ଉଭୟବିଧ ମତବାଦକୁ ଶ୍ରୀ ଜଗନ୍ନାଥଙ୍କ ଠାରେ ଏକାକାର କରିଦେଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପରିପୂର୍ଣ୍ଣତମ ପରମ ବ୍ରହ୍ମ କହି ମଧ୍ୟ ତାଙ୍କୁ ଶୂନ୍ୟ ପୁରୁଷ ବି କହିଥାନ୍ତି। ହେଲା, ତାଙ୍କୁ ଗୋଟେ ପରିପୂର୍ଣ୍ଣ ପରମ ବ୍ରହ୍ମ କହିଥାନ୍ତି, ପୁଣି ଜଗନ୍ନାଥଙ୍କୁ ଶୂନ୍ୟ ପୁରୁଷ ମଧ୍ୟ କହିଥାନ୍ତି। ଏଥିରୁ ଏତିକି ପର୍ଯ୍ୟାଲୋଚନା କଲେ ଜଣାପଡ଼ୁଛି ଯେ ସିଏ ପୂର୍ଣ୍ଣ, ସେ ମଧ୍ୟ ଶୂନ୍ୟ। କିଏ? ଜଗନ୍ନାଥ। ହେଲା, ଗୋଟିଏ ଟଙ୍କାର ଉଭୟ ପାର୍ଶ୍ୱ ଯେପରି କେହି କାହାଠାରୁ ଅଲଗା ନୁହେଁ, ଠିକ୍ ସେହିପରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯଦି ଟଙ୍କା ହୁଅନ୍ତି ତେବେ ତାଙ୍କର ଗୋଟିଏ ପାର୍ଶ୍ୱ ହେଉଛି ପୂର୍ଣ୍ଣବାଦ ରହିଥିବା ବେଳେ ଅନ୍ୟ ପାର୍ଶ୍ୱଟି ହେଉଛି ଶୂନ୍ୟବାଦ ରହିବ। ଏହି ମର୍ମକୁ ଉଦ୍ଘାଟିତ କରି ମହାପ୍ରଭୁଙ୍କର ଶ୍ରୀ ବିଗ୍ରହରେ ଚିହ୍ନିବାକୁ ଯାଇ ଚକ୍ଷୁ ଉପରେ ଗୁରୁତ୍ୱ ଦିଆଯାଇଛି। ଚକ୍ଷୁର ଗୋଲାକାର ଅଂଶଟି ଶୂନ୍ୟବାଦର ପ୍ରତୀକ ଭାବରେ ଜଣାପଡ଼ୁଥିବା ବେଳେ ଚକ୍ଷୁର ଡୋଳାଟି ବିନ୍ଦୁ ଭାବରେ ରହିଥିବାରୁ ଏହା ପୂର୍ଣ୍ଣବାଦ ପ୍ରତୀକ ଭାବରେ ଜଣାପଡ଼ୁଛି। ହେଲା, ଚକ୍ଷୁ ସହିତ ମଧ୍ୟ ଶୂନ୍ୟବାଦ ପୂର୍ଣ୍ଣବାଦକୁ ତୁଳନା କରାଯାଇଛି। ଯେମିତିକି ଚକ୍ଷୁର ଯେଉଁ ଗୋଲାକାର ଅଂଶଟି ହେଉଛି ଶୂନ୍ୟବାଦର ପ୍ରତୀକ, ଆଉ ଯେଉଁଠି ଛୋଟ କ୍ଷୁଦ୍ର ଯେଉଁ ଡୋଳାଟି ଅଛି ସେଇଟା ହେଉଛି କ'ଣ? ନା ପୂର୍ଣ୍ଣବାଦର ପ୍ରତୀକ। କହିବା ବାହୁଲ୍ୟ ଯେ ବିନ୍ଦୁର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଭେଦ କିଛି ନଥାଏ, ଅଥଚ ସ୍ଥିତି ମାତ୍ର ଥାଏ। ସଚ୍ଚିଦାନନ୍ଦ ତତ୍ତ୍ୱର ପ୍ରଥମ ତତ୍ତ୍ୱ ଭାବରେ ସତ୍ର ଏହା ପ୍ରକାଶକ। କବି ଭକ୍ତଚରଣ ଏହି ମର୍ମକୁ ହୃଦୟରେ ଧରି ମଣିଷର ଜୀବନ ସାରଣୀକୁ ଯେତେବେଳେ ତର୍ଜମା କରିଛନ୍ତି ସେତେବେଳେ କେତେକ ମର୍ମସ୍ପର୍ଶୀ ତଥ୍ୟ ବିଚାର ପରିସରକୁ ନେଇଛନ୍ତି। ସମଗ୍ର ମନବୋଧ 34ରେ ସେ ଯେତେ ତତ୍ତ୍ୱର ତଥ୍ୟଭିତ୍ତିକ ଅବତାରଣା କରିଛନ୍ତି ତନ୍ମଧ୍ୟରେ ଦୁଇଟି ସର୍ବାପେକ୍ଷା ଅଧିକ ପ୍ରଣିଧାନ ଯୋଗ୍ୟ। ହେଲା, ସେ କ'ଣ? ପ୍ରତ୍ୟେକ ମଣିଷର ଅନୁତାପିକ ଉଚ୍ଚତା ଅଛି। ତେଣୁ 84 ଅଙ୍ଗୁଳି ବିଶିଷ୍ଟ ଶରୀରର ପ୍ରତ୍ୟେକ ଅଙ୍ଗୁଳ ବିଶିଷ୍ଟ ପରିମାଣର ଅଂଶ
ଗୋଟିଏ ଗୋଟିଏ ନରକ ଅଟେ। ହେଲା, କହିଲା କ'ଣ ନା 84 ଅଙ୍ଗୁଳି ବିଶିଷ୍ଟ ହେଉଛି ଶରୀର। ହେଲା, ପ୍ରତ୍ୟେକ ଅଙ୍ଗୁଳିର ଯେଉଁ ବିଶିଷ୍ଟ ପରିମାଣର ଅଂଶ ରହୁଛି ସିଏ ହେଉଛି ଗୋଟିଏ ଗୋଟିଏ ନରକ। ହେଲା, ତେଣୁ ଶରୀର 84ଟି ନରକର ଏକ ଗନ୍ତାଘର। ମନେ ରଖିବେ, ଶରୀରକୁ କେତୋଟି ନରକର ଗନ୍ତାଘର କୁହାଯାଇଛି? 84 ନରକର ଗନ୍ତାଘର ବୋଲିକି କୁହାଯାଇଛି। ଏଇଠି ପରମାତ୍ମାଙ୍କୁ ଜୀବାତ୍ମା କରି କଏଦୀ କରି ରଖାଯାଇଛି। ଦେଖନ୍ତୁ, ଶରୀର ଭିତରେ ପରମାତ୍ମାଙ୍କୁ ମାନେ ଭଗବାନଙ୍କୁ ଜୀବାତ୍ମା କରିକି ଆମ ଶରୀରରେ ରଖାଯାଇଛି। ଆମେ କହୁଛେ ଜୀବାତ୍ମା ପଳେଇଗଲେ ପରମାତ୍ମାଙ୍କ ସହିତ ମିଶିଯିବେ, ଆମ ଶରୀରରୁ ଯେତେବେଳେ ଜୀବାତ୍ମା ପଳେଇଯିବେ ସେତେବେଳେ ପରମାତ୍ମାଙ୍କ ସହିତ ମିଶିଯିବେ। ହେଲା, କିନ୍ତୁ ସେ କହିଛନ୍ତି କ'ଣ ନା ପରମାତ୍ମାକୁ ବନ୍ଦୀ କରି ଜୀବାତ୍ମା କରିକି ବନ୍ଦୀ କରି ରଖାଯାଇଛି ଆମ ଶରୀର ଭିତରେ। ଏହି କଏଦୀ ଖାନାକୁ ମଜବୁତ କରିବା ପାଇଁ କେତେକ ରୀତିମତ ବ୍ୟବସ୍ଥା ମଧ୍ୟ ଅଛି। ହେଲା, ଏ କଏଦୀଖାନାକୁ ସେ ମଜବୁତ କରିବା ପାଇଁ କ'ଣ କରିଛନ୍ତି? କିଛି ରୀତିମତ କରିଛନ୍ତି। କ'ଣ? ଯେମିତି ଯେଉଁ 84 ଅଙ୍ଗୁଳ ବିଶିଷ୍ଟ ଶରୀର ଉପରେ ଚର୍ମ ଢାଙ୍କୁଣୀ ବେଢ଼ିଛି ସେ ଚର୍ମର 7ଟି ପରସ୍ତ ଅଛି। ହେଲା, ଏ ଯେଉଁ ଆମର ଯେଉଁ କହିଛି ଚର୍ମ ବେଢ଼ିଛି ସିନା 84 ଯେଉଁ କହିଛି, ସେ 84 ଅଙ୍ଗୁଳି ବିଶିଷ୍ଟ ଆମ ଶରୀରକୁ, ଏବେ ବୁଝିଲେ ନା ତାର ମର୍ମଟି କ'ଣ? ନା 84 ଅଙ୍ଗୁଳି ବିଶିଷ୍ଟ ଶରୀରକୁ ଚର୍ମ ଢାଙ୍କୁଣୀ ଭଳି ହେଇକି ଘୋଡ଼େଇ ହେଇ ରହିଛି। ପୁଣି ଚର୍ମ କେତୋଟି ପରସ୍ତ ରହିଛି? 7ଟି ପରସ୍ତ ରହିଛି। ପ୍ରତ୍ୟେକ ପରସ୍ତ ବର୍ଷକ 12 ମାସ କାଳ ଏପରି କକ୍ଷ ହେଉଥାନ୍ତି ଯେ ସେଗୁଡ଼ିକ 84 ଗୁଣ ବିଶିଷ୍ଟ ହୋଇଥାନ୍ତି। ହେଲା, ସେ 7ଟି କ'ଣ ହେଇଥାନ୍ତି? ନା 12 ବର୍ଷ କାଳ ଏପରି ଲକ୍ଷ୍ୟ ହୋଇଥାନ୍ତି, ଯାହାଦ୍ୱାରା କି 12 ଆଉ 7ଟି ପରସ୍ତ ହେଲେ 84 ଗୁଣ ବିଶିଷ୍ଟ ହୋଇଥାନ୍ତି। କାରଣ ମଣିଷର ଚର୍ମ 84 ନରକର 84 ଗୁଣ ବିଶିଷ୍ଟ ପାଚେରୀ ଭଳି। ନା ମଣିଷର ଚର୍ମ ହେଉଛି 84 ନରକ, 84ଟା ନରକ, 84 ଗୁଣ ବିଶିଷ୍ଟ ପାଚେରୀ, ଯେମିତି କ'ଣ ହେଇଛି? ପରସ୍ତ ହେଇକି ସେ ଘେରେଇକି ରହିଛି। ଏଡ଼େ ବଡ଼ ପାଚେରୀ ଭିତରେ ବନ୍ଦୀ ହୋଇ ରହିଥିବା ଜୀବାତ୍ମାକୁ ମୁକ୍ତ କରିବାକୁ ହେଲେ ନୀଳଗିରି ବାସୀଙ୍କ ଠାରେ ପ୍ରସନ୍ନ ଭାବ ଆତ୍ମନିବେଦନ କରିବା ଛଡ଼ା ଅନ୍ୟ ବାଟ ନାହିଁ। ହେଲା, ସେ କହିଛନ୍ତି କି ସେଇ ଯେଉଁ ପାଚେରୀ ଏତେ ବଡ଼ କଏଦୀଖାନା ଭିତରୁ ଆମେ ଯଦି ଜୀବାତ୍ମାକୁ ଆମେ ମୁକ୍ତି କରିବାକୁ ଚାହିଁବା, ତାହେଲେ ଆମେ କ'ଣ କରିବା? ନା ନୀଳଗିରି ବାସୀଙ୍କ ଠାରେ ହିଁ ଆମକୁ ମନ ଦେବାକୁ ପଡ଼ିବ, ତାଙ୍କରି ହିଁ ଧ୍ୟାନ କରିବାକୁ ପଡ଼ିବ। ତେଣୁ କବି ଏହି ମର୍ମକୁ ଉଦ୍ଘାଟିତ କରିବାକୁ ଯାଇ କହିଛନ୍ତି, ଚର୍ମ ବେଢ଼ିଛି ସିନା 84କୁ ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କୁ। ନୀଳଗିରିବାସୀ ଜଗନ୍ନାଥଙ୍କ ଠାରେ ଆତ୍ମନିବେଦନ କରିବାର ଗୋଟିଏ ଅବକାଶ ଅଛି। ତାହା ହେଉଛି ଗୋଟିଏ ବର୍ଷକର ଗୁଣ୍ଡିଚା ଓ ବାହୁଡ଼ାର ବଞ୍ଚିଥିବା ପର୍ଯ୍ୟନ୍ତ ରଥ ଟାଣି ନେଇ ସିଂହଦ୍ୱାରରୁ ଗୁଣ୍ଡିଚା ଘରେ ପହଞ୍ଚାଇବା ଏବଂ ଗୁଣ୍ଡିଚା ଘରଠାରୁ ଟାଣି ନେଇ ସିଂହଦ୍ୱାରରେ ପହଞ୍ଚାଇବା ଦ୍ୱାରା ଯେଉଁ ଭାବନା ପ୍ରକଟିତ ହୁଏ ତାହା ହିଁ ଆତ୍ମନିବେଦନର ନମୁନା। ହେଲା, ଆମେ କେମିତି ନୀଳଗିରିବାସୀଙ୍କୁ ଆତ୍ମନିବେଦନ କରିବା କି ଆମର ଜୀବାତ୍ମା ଯେଉଁ ବନ୍ଦୀ ହେଇକି ଯେଉଁ ପରମାତ୍ମା ରହିଛନ୍ତି ସେ କେମିତି ମୁକ୍ତି ପାଇବେ? ନା ଏମିତି ବର୍ଷକରେ ଯେଉଁ ଥରେ ପଡ଼ିଥାଏ ଗୁଣ୍ଡିଚା ଆଉ ବାହୁଡ଼ା, ବଞ୍ଚିଥିବା ପର୍ଯ୍ୟନ୍ତ ସେଇ ଗୁଣ୍ଡିଚା ବାହୁଡ଼ାରେ ରଥ ଟାଣିବାକୁ କହିଛନ୍ତି। ହେଲା, ଏହାଦ୍ୱାରା କ'ଣ ହେଇଥାଏ? ନା ଗୁଣ୍ଡିଚାରେ ନନ୍ଦିଘୋଷର କ'ଣ ଏ ଚକ କେତେ? ଜଗନ୍ନାଥଙ୍କ ରଥ ନା ନନ୍ଦିଘୋଷ ଚକ ହେଉଛି 16 ଚକ। ତାଳଧ୍ୱଜର କ'ଣ ଚକ ସଂଖ୍ୟା ହେଉଛି 14। ଏମିତି ଦେବଦଳନ 12 ଚକ। ହେଲା, ଏସବୁ ସମୁଦାୟ ମିଶିକି ହେଲେ କେତେ? 42 ଚକ ବଡ଼ ଦାଣ୍ଡରେ ଗଡ଼ୁଛନ୍ତି। ତ ବାହୁଡ଼ାରେ ପୁଣି ସେଇ 42 ଚକ ଗଡ଼ିଲେ। ହେଲା, ତ ସମୁଦାୟ କେତେ ହେଲା? 42 ହେଇଗଲା 84। ତ ଏଇ 84 ଚକ ଗଡ଼ିବା ଦ୍ୱାରା 84 ନରକ ତୁଲ୍ୟ 84 ଅଙ୍ଗୁଳ ଉଚ୍ଚତା ବିଶିଷ୍ଟ ଏହି ଶରୀରର ଢାଙ୍କୁଣୀ ରଜ୍ଜୁ ଛିଡ଼ିଯିବ। ହେଲା, ଏ 84 ଅଙ୍ଗୁଳ ବିଶିଷ୍ଟ ଯେଉଁ ଆମର ଯେଉଁ ଶରୀର, ତାକୁ ଆମେ ଯେଉଁ 84 ଚର୍ମ ଯେଉଁ 7ଟି ଚର୍ମ ବେଢ଼ିକି ରହିଛି, ହେଲା, ସେ ଯେଉଁ ରଜ୍ଜୁଟି, ହେଲା, ତ ସେ କ'ଣ ହେବ? ଛିଡ଼ିଯିବ। ତାଦ୍ୱାରା କ'ଣ ହେବ? ଜୀବାତ୍ମା ବାହାରି ପଡ଼ିବେ, ପଦାକୁ ଆସିଯିବେ। ହେଲା, ପରମାତ୍ମାଙ୍କ ସହିତ ମିଶିଯିବେ। କଏଦୀ ହୋଇଥିବା ଆତ୍ମା ମୁକ୍ତ ହୋଇଯିବେ। ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷରେ ଏହି ଦାୟିତ୍ୱ ସମ୍ପାଦନ କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ବୋଲି ଭକ୍ତଚରଣ ସୂଚାଇଛନ୍ତି। ଛାର ଦେହକୁ ମନ କରିଛୁ ସଜ,
ଛନ୍ଦ କପଟ ତେଜି ଗୋବିନ୍ଦ ଭଜରେ। ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛଖଣ୍ଡି କାଠ ତୋତେ ହୋଇବ ଲୋଡ଼ାରେ। ଆର ଭାବାର୍ଥ କ'ଣ ରହିଛି ଦେଖନ୍ତୁ। ମନରେ ଭିନ୍ନ ଉଦ୍ଦେଶ୍ୟ ରଖି ଭାଷାରେ ଭିନ୍ନ ଭାବରେ ପ୍ରତିପାଦନ କରିବା କପଟତା। ଅଡ଼ୁଆ ଭାବରେ ଏଣୁ ତେଣୁ ନ ବୁଝି ପାରିବା ଭଳି ପ୍ରକାଶ କରିବା ଛନ୍ଦ ହେଲା। କପଟତା କ'ଣ ଆଉ ଛନ୍ଦ କ'ଣ ଏଠି କୁହାଯାଇଛି। କପଟତା ମାନେ ମନରେ ଗୋଟେ ଅନ୍ୟ ଉଦ୍ଦେଶ୍ୟ ଥିବ କିନ୍ତୁ ଆମେ ଉପରେ ଗୋଟେ ଅଲଗା କଥା କହିବା, ସେଟା ହେଉଛି କପଟ। ଆଉ ଛନ୍ଦ ହେଉଛି ଏମିତି ଭାବରେ କହିବା ଜଣେ ନ ବୁଝିପାରିବ ତାକୁ ଛନ୍ଦ କହିବା। ଏ ଉଭୟ ବିଧି ପ୍ରଣାଳୀ ଭଗବାନଙ୍କ କ୍ଷେତ୍ରରେ ପରିହାର କରି ଭଜନ କରିବା ବାଞ୍ଛନୀୟ ହେଲା। ଏଇ ଛନ୍ଦ ଆଉ କପଟତାକୁ ଆମେ ଦୂର କରିକି କେମିତି ଭଗବାନଙ୍କୁ ଭଜନ କରିବା ସେଇଟା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ମୃତ୍ୟୁକାଳୀନ ସଂସ୍ଥାର ନିମନ୍ତେ 6 ଖଣ୍ଡି କାଠ ଦରକାର ହୋଇଥାଏ। ପ୍ରକୃତରେ ଏହାର ଗୋଟିଏ ବୈଦିକ ମନ୍ତ୍ର ଅଛି। ମଣିଷର ମୃତ୍ୟୁ ହେଲେ ମରଣ ସ୍ଥାନରୁ ଶ୍ମଶାନ ପର୍ଯ୍ୟନ୍ତ ମୃତ ଶରୀରକୁ ବାହି ନେବା ପାଇଁ ଗୋଟିଏ ଖଟ ବା କୋକେଇ ବ୍ୟବହୃତ ହୋଇଥାଏ। ଏହି କୋକେଇର ଗୋଟିଏ ବଡ଼ ଦଣ୍ଡ ଥାଏ। ଉଭୟ ଦଣ୍ଡକୁ ସଂଯୋଗ କରିବା ପାଇଁ 4 ଖଣ୍ଡ ବାଡ଼ି ଲୋଡ଼ା ହୁଏ। ଏହାଦ୍ୱାରା କୋକେଇଟି ଗୋଟିଏ ନିଶ୍ରେଣୀ ବା ନିଶୁଣି ଆକାର ଧାରଣ କରେ। ଏହିଥିରୁ ପ୍ରତୀୟମାନ ହୁଏ ଯେ ମଣିଷର ଜୀବନଟି ଗୋଟିଏ ନିଶ୍ରେଣୀ। ଜୀବନର ଆରମ୍ଭ ଅଛି ଓ ସମାପ୍ତି ଅଛି। ଆରମ୍ଭ ଓ ସମାପ୍ତି ମଧ୍ୟରେ ସମଗ୍ର ଜୀବନକୁ 4 ଭାଗରେ ବିଭକ୍ତ କରାଯାଇଛି। କୋକେଇର 2ଟି ଖଣ୍ଡ ଆରମ୍ଭ ଓ ଜନ୍ମ ଓ ସମାପ୍ତି ବା ମୃତ୍ୟୁର ପ୍ରତୀକ। ଜୀବନ ରୂପକ ନିଶ୍ରେଣୀର 4ଟି ପାବଚ୍ଛ ଜୀବନ କାଳକୁ ବିଭକ୍ତ କରିଦେଇଛି। ପ୍ରତ୍ୟେକ ବିଭକ୍ତ କାଳ ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଗୋଟିଏ ଉଦ୍ଦେଶ୍ୟରେ ପ୍ରତୀତ ହୋଇଛି। ଏହାର ଖାସ୍ ମର୍ମ ଅଛି। ଏଠି ପ୍ରାକୃତିକ ବସ୍ତୁକୁ 6 ଭାଗରେ ବିଭକ୍ତ କରାଯାଇଛି ବା 6ଟି ଅବସ୍ଥାରେ ପ୍ରକାଶ କରାଯାଇଛି। ଗୋଟେ ହେଉଛି ଉତ୍ପତ୍ତି, ସ୍ଥିତି, ବୃଦ୍ଧି, ପରିମାଣ, ଅବକ୍ଷୟ ଓ ସମାପ୍ତି। ପୂର୍ବରୁ କୁହାଯାଇଛି ଯେ ଏହି 6ଟି ଅବସ୍ଥା ମଧ୍ୟରୁ ଉତ୍ପତ୍ତି ହେଉଛି ଜନ୍ମ ଓ ସମାପ୍ତି ହେଉଛି ମରଣ। ପରଂବ୍ରହ୍ମ ପରମାତ୍ମା ଯେତେବେଳେ ମଣିଷର ଶରୀର ଭିତରେ ପଶି କଏଦୀ ହୁଅନ୍ତି ସେତେବେଳେ ସୃଷ୍ଟି ଆରମ୍ଭ ହୋଇଥାଏ। ଆମେ ଏଇଟା ପୂର୍ବ ଛନ୍ଦରେ ପଢ଼ିଥିଲେ କି ପରମାତ୍ମା ଜୀବାତ୍ମା ହୋଇକି ସେ ଆମ ଶରୀର ଭିତରେ ବନ୍ଦୀ ହେଇକି ରହିଛନ୍ତି। ତ ସିଏ ଯେତେବେଳେ କଏଦୀ ହୁଅନ୍ତି ସେତେବେଳେ ଏଇ ଯେଉଁ ସୃଷ୍ଟିଟା ଆରମ୍ଭ ହେଇଥାଏ, ମାନେ ଜନ୍ମ ହେଇଥାଉ, ଆମେ ଜନ୍ମଟା ହୋଇଥାଏ। ତ ସୃଷ୍ଟି ହେଉଛି ବିକୃତିର ପ୍ରଥମ ଅବସ୍ଥା। ମହାମୁନି କପିଳ ଏହି ବିକୃତିକୁ ଅବିବେକ ବୋଲି କହନ୍ତି। ବିକୃତି ବା ବିକାର ଯୋଗୁଁ ସୃଷ୍ଟିକ୍ରିୟା ସମ୍ପାଦିତ ହେବାରୁ ବିକୃତ ବସ୍ତୁର ଦ୍ୱିତୀୟ ପାବଚ୍ଛର ସ୍ଥିତି ପ୍ରକାଶ ପାଏ। ତାପରେ ଦେଖନ୍ତୁ ଏଠି ଏ ଜନ୍ମ ବିଷୟରେ କ'ଣ କହିଲା ନା ମାତୃଗର୍ଭରେ ଅବସ୍ଥାନ ହେବାଠାରୁ ଭୂମିଷ୍ଠ ହେବା ପର୍ଯ୍ୟନ୍ତ ଯେଉଁ ଅବସ୍ଥାଟି ଥାଏ ତାହାର ନାମ ହେଉଛି ଜନ୍ମ। ମାତୃଗର୍ଭର ଅବସ୍ଥାନ ଠାରୁ ଭୂମିଷ୍ଠ ଜନ୍ମ ହେବା ପର୍ଯ୍ୟନ୍ତ ସେଇଟା ହେଉଛି ଜନ୍ମ। ଶରୀର ସହିତ ଆତ୍ମାର ସଂଯୋଗ ଏହିଠାରେ ହିଁ ଘଟିଥାଏ। ଶରୀର ସହିତ ଆତ୍ମାର ସଂଯୋଗ ଘଟିଥାଏ କେଉଁଠି? ଜନ୍ମ ସମୟରୁ ହିଁ। ଯେତେବେଳେ ଶରୀର ଠାରୁ ଆତ୍ମାର ବିଯୋଗ ହୁଏ ସେତେବେଳେ ମରଣ ହୁଏ। ତେଣୁ ଜୀବନର ଆରମ୍ଭରେ ଓ ସମାପ୍ତିରେ 2ଟି ବିନ୍ଦୁ ଅବସ୍ଥିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚକ୍ଷୁ ଗୋଲକ ମଧ୍ୟରେ ଥିବା ବିନ୍ଦୁ ଆକାରରେ ଯେଉଁ ଡୋଳା 2ଟି ଥାଏ ସେ ଜନ୍ମ ଓ ମୃତ୍ୟୁ ସଂକେତ ବହନ କରନ୍ତି। ଏହି 2 ବିନ୍ଦୁ ମଧ୍ୟରେ ସଂଯୋଗ ସ୍ଥାପିତ ହେବା ଦ୍ୱାରା ମଣିଷର ଜୀବନ ରୂପକ ସରଳ ରେଖା ନିର୍ମିତ ହୁଏ। ଏହି ରେଖା ଭିତରେ 4ଟି ପାବଚ୍ଛ ଅଛି। ସେଗୁଡ଼ିକ ସ୍ଥିତି, ବୃଦ୍ଧି, ବିପରିଣାମ ଓ ଅବକ୍ଷୟର ସଂକେତ ବହନ କରି ଜୀବନ ରେଖାକୁ 4ଟି ଖଣ୍ଡରେ ବିଭକ୍ତ କରିଥାନ୍ତି। ମୃତ୍ୟୁ ବେଳକୁ ଶବ ବାହି ନେବା ପାଇଁ ଯେଉଁ କୋକେଇ ବ୍ୟବହୃତ ହୁଏ ସେ ମଣିଷର ଜୀବନ ପଥର ପ୍ରତୀକ। କୋକେଇର 4ଟି କଇଁଆ ଏହି 4ଟି ଅବସ୍ଥାକୁ ସୂଚାଇଥାନ୍ତି। ଏହିପରି ଭାବରେ 6 ଖଣ୍ଡି କାଠ ଏଡ଼େ ବଡ଼ ଶରୀରକୁ ବାହି ନେବା ପାଇଁ ପରିଶେଷରେ ବ୍ୟବହୃତ କରାଯାଇଥିବାରୁ ଜୀବନ ବିତାଇବା ପାଇଁ ସଂଗ୍ରହ କରାଯାଉଥିବା ଯେତେ ମୂଲ୍ୟବାନ ସରଞ୍ଜାମ କିମ୍ବା ଆସବାବ ପତ୍ର ଥାଏ ସେଗୁଡ଼ିକ ସବୁ ତୁଚ୍ଛ। ଏହି ଭକ୍ତଚରଣ ଏହି ତଥ୍ୟକୁ ଉପସ୍ଥାପିତ କରିବାକୁ ଯାଇ ଯଥାର୍ଥରେ କହିଛନ୍ତି
ଛଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା। ଜୀବନର ନଶ୍ୱରତାକୁ ପ୍ରତିପାଦନ କରିବାରେ ଏହାର ବୈଚିତ୍ର୍ୟ ଓ ବାସ୍ତବିକତା ସବୁଠାରୁ ଅଧିକା। ହେଲା, ଦେଖନ୍ତୁ କେତେ ଛୋଟିଆଟେ ଉକ୍ତି ପଦଟି ତା ଭିତରେ କେତେ ଗୁଡ଼ିଏ କଥା ଲୁଚି ରହିଛି। ହେଲା, ଯେମିତିକି ଯେଉଁ କହିଛନ୍ତି ଗୋଟେ 6 ଖଣ୍ଡି କାଠ ତୋତେ ଲୋଡ଼ା ହେବ, ତୁ ଯେଉଁ ଶରୀରକୁ ସାଇତିବାକୁ ବା ଭୋଗ ବିଳାସରେ ରହିବା ପାଇଁ ଯେତେ ଧନ ସଞ୍ଚୟ କରୁଛୁ, ଯେତେ ଆସବାବ ପତ୍ର ସବୁ ସଞ୍ଚୟ କରିକି ରଖିଛୁ, ସେସବୁ କିଛି ବି ହେବ ନାହିଁ, କିଛି ବି ସେସବୁ ଅସାର। ହେଲା, କିନ୍ତୁ ଏ ଶରୀରଟାକୁ ଖାଲି ବାହି ନେବା ପାଇଁ 6ଟି କାଠ ହିଁ ଯଥେଷ୍ଟ। ପରିଶେଷରେ ଏତିକି କହିଲେ ଠିକ୍ ହେବ ଯେ ସଂସାରର ନଶ୍ୱରତା ପ୍ରଦର୍ଶନ କରିବାକୁ ଯାଇ ଶାସ୍ତ୍ରିକ ଦର୍ଶନରେ ଯେଉଁ ତତ୍ପରତା ପ୍ରକାଶ କରାଯାଇଛି, ନାସ୍ତିକ ଦର୍ଶନ ଦୃଷ୍ଟିରୁ ବୌଦ୍ଧ ଦର୍ଶନରେ ମଧ୍ୟ ଅନୁରୂପ ବ୍ୟଗ୍ରତା ପ୍ରଦର୍ଶିତ ହୋଇଛି। ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଏହି ଯେ ଆସ୍ତିକ ଦର୍ଶନରେ ଭଗବାନଙ୍କର ଆନନ୍ଦମୟ ଅବସ୍ଥା ପ୍ରାପ୍ତି ନିମନ୍ତେ ଲୋଭର ଗୁରୁତ୍ୱ ଉପଲବ୍ଧି କରାଯାଇଛି। ଅନ୍ୟପକ୍ଷରେ ନାସ୍ତିକ ଦର୍ଶନରେ ଦୁଃଖ ପ୍ରତି ଜାତ ଭୟରୁ ତ୍ରାଣ ପାଇବା ପାଇଁ ଆବେଗ ପ୍ରକାଶ ପାଇଛି। ମନବୋଧ 34ରେ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ମର୍ମକୁ ପ୍ରତିପାଦନ କରାଯାଇଛି। ମୃତ୍ୟୁ ପରେ ଜୀବାତ୍ମା ବିହୀନ ଶରୀର ଶବ ବା ମଡ଼ା ପାଲଟିଯାଏ, ଯାହାକୁ ଦଗ୍ଧ କରିବା କିମ୍ବା ବାହାରେ ନିକ୍ଷେପ କରିବା ପାଇଁ ଗୋଟିଏ ଖଟ ବା କୋକେଇ ଆବଶ୍ୟକ ହୁଏ। ଏହି 6ଟି ବାଉଁଶରେ ନିର୍ମିତ ହୋଇଥାଏ। ଅନ୍ତ୍ୟେଷ୍ଟି ସଂସ୍କାରରେ ଏ କଞ୍ଚା ବାଉଁଶ ଗୋଟିଏ ଗୋଟିଏ ସମିଧ ସାଜନ୍ତି। ଅନ୍ତ୍ୟେଷ୍ଟିର ଚିତାଗ୍ନିରେ ମୃତ ଶରୀରକୁ ପୁରତାସ ଭାବରେ ଅଭିହିତ ମାଧ୍ୟମରେ ନିକ୍ଷେପ କରିବା ସମୟରେ ଉକ୍ତ ବାଉଁଶ ସମିଧ ଭାବରେ ବ୍ୟବହୃତ ହୁଏ। ସ୍ୱୟଂ ପୁତ୍ର ମୁଖାଗ୍ନି ଦେଇ ଉକ୍ତ ଇଷ୍ଟର ଯଜମାନ ହୋଇଥାନ୍ତି। ଶରୀର ନିର୍ମାଣ ପାଇଁ 6ଟି କୋଷ ଦରକାର। ସେଥିରେ ଅଛି ସ୍ନାୟୁ, ମଜ୍ଜା ପିତୃଶକ୍ତିରୁ ଏବଂ ତ୍ୱକ୍ ମାଂସ ରୁଧିର ମାତୃ ଶକ୍ତିରୁ ମିଳିଥାଏ। ଅନ୍ତ୍ୟେଷ୍ଟି ସଂସ୍କାରରେ ଏହି 6 କୋଷ ବିଶିଷ୍ଟ ଶରୀରକୁ ଅଗ୍ନିରେ ଆହୁତି ଦିଆଯାଉଥିବାରୁ ସାଧନ ଭାବରେ 6 ଖଣ୍ଡ କାଠ ବ୍ୟବହୃତ ହୋଇଥାଏ। ଅନ୍ୟ ପକ୍ଷରେ 6ଟି ଭାବ ନେଇ ଜୀବନ ସଂଗଠିତ ହୋଇଥାଏ। ବୁଝିଗଲେ ଏଇ ଛାନ୍ଦରେ କ'ଣ କୁହାଯାଇଛି? ତ ଏଠି ମୁଁ ଟିକେ କହି ରଖୁଛି ସଂକ୍ଷିପ୍ତ ଭାବରେ। କ'ଣ କହିଛନ୍ତି ନା, ଛାର ଦେହକୁ ମନ କରିଛୁ ସଜ, ଛନ୍ଦ କପଟ ତେଜି ଗୋବିନ୍ଦ ଭଜ। ସେଇ ଛାର ଦେହଟାକୁ ଯେଉଁଥିର କି କିଛି ମଧ୍ୟ ମୂଲ୍ୟ ନାହିଁ, ନା ସେଇ ଦେହକୁ ତୁ କ'ଣ କରୁଛୁ? ସଜ କରିବାକୁ ମନ କରିଛୁ। ସେ ଦେହକୁ ସଜେଇକି ରଖିବୁ ବୋଲିକି ମନ କରିଛୁ। ଛନ୍ଦ କପଟ ତେଜି ଗୋବିନ୍ଦ ଭଜ, ସେସବୁ ଛାଡ଼। ସେଇ ଯେଉଁ ମନ କରିଛୁ ଏ ଦେହଟାକୁ ଶରୀରଟାକୁ ସଜେଇକି ରଖିବୁ, ଭୋଗ ବିଳାସରେ ରହିବୁ, ସେଇଟାକୁ ତୁ ତ୍ୟାଗ କରେ। ଛନ୍ଦ କପଟ ଆକୁ ତ୍ୟାଗ କରିକି ସବୁବେଳେ କ'ଣ କର ନା ଗୋବିନ୍ଦ ଭଜନ କର, ଗୋବିନ୍ଦଙ୍କ ନାମ କୀର୍ତ୍ତନ କର। ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ତୁ ଯେଉଁ ଶରୀରକୁ ସଜଉଛୁ ସେଇ ଶରୀରରୁ ଥରେ ଜୀବାତ୍ମା ବାହାରି ଗଲେ ସେଇ ଶରୀରକୁ ଲୋକେ କ'ଣ କହିବେ? ମଡ଼ା ବୋଲି କହିବେ। 6 ଖଣ୍ଡି କାଠ ତୋତେ ହୋଇବ ଲୋଡ଼ା। ତୁ ଯେତେ ଧନ ସମ୍ପତ୍ତି ଅର୍ଜନ କଲେ ମଧ୍ୟ ତୋତେ କେହି ମଧ୍ୟ ସେଥିରୁ କାଣିଚାଏ ବି ତୁ ନେଇକି ଯାଇପାରିବୁ ନାହିଁ। କେବଳ ତୋତେ 6 ଖଣ୍ଡି କାଠ ହିଁ ତୋ ପାଇଁ ଲୋଡ଼ା ହୋଇବ। 8 ନମ୍ବର ଦେଖିବା। ଯମ ଯେ ନ ଜାଣଇ ବାଳୁତ ଯୁବା, ଜୀବୁ ବୋଲି ମନେ କରିଛୁ ଅବା। ଜଣେ ହେଁ ଏଥୁ କେହି ନାହିଁ ଅମର, ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାରରେ। ଦେଖନ୍ତୁ ଏଠି କ'ଣ କହିଛି ମୁଁ ସଂକ୍ଷିପ୍ତରେ କହି ରଖୁଛି। ଯମ ଯେ ନ ଜାଣଇ ବାଳୁତ ଯୁବା। ଯମ ଯେ, ତୁ ଭାବିଛୁ ନା ତୁ ଛୋଟ ଅଛୁ କି କୈଶୋର ଅବସ୍ଥା ଅଛି, ତ ବାଲ୍ୟ ଅବସ୍ଥା, ମୋ ବୃଦ୍ଧ ଅବସ୍ଥା ଏପର୍ଯ୍ୟନ୍ତ ମୋର ଆସିନାହିଁ, ତ ସେଥିପାଇଁ ମୁଁ ଏବେଠାରୁ କ'ଣ ଭଗବାନଙ୍କୁ ଭକ୍ତି କରିବି, ସେସବୁ ଭୁଲିଯା। ଯମ କେବେ ବି ଦେଖେ ନାହିଁ କିଏ ବାଳୁତ କିଏ ବୃଦ୍ଧା, ହେଲା କିଏ ଯୁବ ଅବସ୍ଥା। ତାର ଯେତେବେଳେ ସମୟ ହୁଏ ସେ ସେତେବେଳେ ଆସି ତମ ଜୀବାତ୍ମାକୁ ନେଇକି ଚାଲିଯାଏ। ସେଥିପାଇଁ ଜୀବୁ ବନି ମନରେ ଯେଉଁ ଆଣ୍ଟ ବାନ୍ଧିଛୁ ତାକୁ ତୁ ତ୍ୟାଗ କର। ହେଲା, ଆଉ କ'ଣ କରେ ନା ଜଣେ ହିଁ ଏଥୁ କେହି ନାହିଁ ଅମର, ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାରରେ। କହିଛନ୍ତି ଏଠି କେହି ହେଲେ ମଧ୍ୟ ଆଜି ଯାଏ ଅମର ହେଇକି ରହିପାରିନାହାନ୍ତି। ହେଲା, ଦିନେ ନା ଦିନେ ସେ ନିଶ୍ଚୟ
ନିଜ ଶରୀରକୁ ଛାଡ଼ିକି ଜୀବାତ୍ମା ଚାଲି ଯାଇଛି। ସେଥିପାଇଁ ତୁ ଏ ଶରୀରକୁ ମନ ନ ଦେଇକି ଏ ଶରୀରକୁ ନ ସଜାଡ଼ିକି ତୁ ଜଗନ୍ନାଥଙ୍କୁ ଭଜନ କର। ଉଦ୍ଧାର ପାଇବାକୁ ଯଦି ଚାହୁଁଛୁ ତାହେଲେ ଜଗନ୍ନାଥଙ୍କୁ ଭଜନ କର, ନାମ କୀର୍ତ୍ତନ କର ବୋଲିକି କହିଛନ୍ତି। ଦେଖନ୍ତୁ ବହିର ଭାବାର୍ଥ କ'ଣ ଦେଖିବା। ଯମ ହେଉଛି କାଳ, ସେ ଅଳ୍ପ ବୟସ ବୃଦ୍ଧ ବୟସ ମଧ୍ୟରେ ତାରତମ୍ୟ ଜାଣେ ନାହିଁ, କାରଣ କାଳ ଅନନ୍ତ ଅଖଣ୍ଡ। କାଳକୁ ଭାଗ ଭାଗ କରି ଜୀବନର ଅବସ୍ଥା ଭେଦ ଯମ ଦୃଷ୍ଟିକୁ ଆସେ ନାହିଁ। ତେଣୁ ବାଲ୍ୟାବସ୍ଥାରେ କେହି ମରନ୍ତି ନାହିଁ ବା ମରିବା ସମ୍ଭବ ନୁହେଁ ଏପରି ଧାରଣା କରି ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଆଶା ପୋଷଣ କରିବା ବୃଥା। କାରଣ ଜନ୍ମ ମରଣ ବନ୍ଧନ ମଧ୍ୟରେ ଥାଇ କେହି ଜଣେ ହେଲେ ଚିରନ୍ତନ ରହିପାରେ ନାହିଁ। ଏଥିରୁ ମୁକ୍ତି ନିମନ୍ତେ ଜଗନ୍ନାଥଙ୍କ ଭଜନ ଏକାନ୍ତ ପ୍ରୟୋଜନ। ମୃତ୍ୟୁ ଭୟ ସବୁ ଭୟଠାରୁ ଅଧିକ। ତେଣୁ ଅନ୍ୟମାନଙ୍କ ଅପେକ୍ଷା ମଣିଷ ମୃତ୍ୟୁକୁ ବେଶୀ ଡରେ। ଭଗବାନଙ୍କୁ ଆଶ୍ରୟ କରିଥିଲେ ମୃତ୍ୟୁ ପ୍ରତି ଭୟ ରହେ ନାହିଁ, ଯଦିଓ ମୃତ୍ୟୁ ଅନିବାର୍ଯ୍ୟ। 8 ନମ୍ବର ଛାନ୍ଦ କ'ଣ କହିଲା ନା, ଝୋଲା କନ୍ଥା ପାଛଡ଼ା ପିନ୍ଧାକୁ ରସୁ, ଛାଡ଼ ସଂସାରେ ମନ ନ ବୁଝି ପଶୁ। ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ, ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁରେ। ହେଲା, ଏଠି ଝୋଲା କାନ୍ଥ ପାଛଡ଼ା ପିନ୍ଧିବାକୁ ତୁ ରସୁଛୁ, ଭଲ ପୋଷାକ ପିନ୍ଧିବା, ଭଲ ରୂପ ଚର୍ଚ୍ଚା କରିବା। ଛାଡ଼ ସଂସାରରେ ଆମେ ମନ ଲୋଭ ମାୟା ମମତା ଲଗେଇକି ରହିଛୁ, କିନ୍ତୁ ଝୁଣ୍ଟି ପଡ଼ିଲେ ଆଉ ଉଠିପାରିବୁ ନାହିଁ। ଝଡ଼ିଲା ପତ୍ର କେବେ ଗଛରେ ଲାଗିଛି ତୁ ଦେଖିଛୁ କି? ଏମିତି ଏଇ କଥାଟି ଆର ଭାବାର୍ଥରେ କ'ଣ ଦେଇଛନ୍ତି ଆମେ ଦେଖିବା। ସୀମାକୁ ଖାତିର ନ କରି ମଣିଷ ଆପଣାର ଚିରନ୍ତନ ସ୍ଥିତି ନେଇ ଆଶା ବାନ୍ଧେ, ସେହି ବନ୍ଧନରେ ଥାଇ ନିଜକୁ ସଜାଏ। ଏହାକୁ ହିଁ କହନ୍ତି ସଂସାରର ମୋହ। ଏହି ମୋହରେ ପଡ଼ିଲେ ପ୍ରଥମେ ବାହ୍ୟ ଚାକଚକ୍ୟ ପ୍ରତି ଆକର୍ଷଣ ଆସେ। ମଣିଷ ଉପରେ ବାହାର ଚାକଚକ୍ୟର ବିମ୍ବ ପଡ଼ିଲେ ତା ଶରୀରରେ ପ୍ରତିବିମ୍ବିତ ହୁଏ। ତେଣୁ ସେ ନିଜକୁ ସେହିଭଳି ସଜ୍ଜିତ କରିବାକୁ ଇଚ୍ଛା କରେ। ନିଜକୁ ସଜାଇବା ପ୍ରତିକ୍ରିୟା ହେଉଛି ଆପଣା ବସ୍ତ୍ରର କିମ୍ବା ଆଭରଣର ମୂଲ୍ୟାୟନ ଏବଂ ଆକର୍ଷଣୀୟ ବିଭାବ ସୃଷ୍ଟି କରିବା, ଆପଣା ସଜ୍ଜାର ମାନ ବଢ଼ାଇବା, ଆପଣା ଆସବାବପତ୍ରର ରୂପ ଏବଂ ମର୍ଯ୍ୟାଦାରେ ଅଗ୍ରଗତି ଆଣିବା। ଯେଉଁ ମଣିଷର ଏହିଭଳି ହାବଭାବ ଆସେ, ତା ସହିତ ସଂସାରରେ ଲୋକେ ମିଳାମିଶା କରିବାକୁ ଭଲ ପାଆନ୍ତି ନାହିଁ। ସେ ନିଜକୁ ଅନ୍ୟଠାରୁ ଅଧିକ ମଣେ, ଫଳରେ ତାଠାରୁ ସମସ୍ତେ ଦୂରେଇ ରହନ୍ତି। ସଂସାରର କଣ୍ଟକିତ ପଥରେ ଯେତେବେଳେ ସେ ଚାଲୁଥାଏ, ସେତେବେଳେ କୌଣସି କାରଣରୁ ଯଦି ଝୁଣ୍ଟି ପଡ଼େ ବା ଧୋକା ଖାଏ, ସେତେବେଳେ ତାକୁ ସାହାଯ୍ୟ କରିବାକୁ କେହି ଆଗେଇ ଆସନ୍ତି ନାହିଁ। ସେ ଏକୁଟିଆ ହୋଇଯାଏ। ଏକୁଟିଆ ଲୋକ ନିଃସହାୟ। ବିଭବ ଥିବା ବେଳେ ଅନ୍ୟମାନଙ୍କୁ ଯିଏ ପାଖ ମଡ଼େଇ ଦେଇନାହିଁ, ଆଜି ଅସୁବିଧାରେ ପଡ଼ିଥିବା ବେଳେ କାହିଁକି ବା କିଏ ତାର ସହାୟକ ହେବ? ତେଣୁ ସେହି ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରି ସଂସାରକୁ ବିଦାୟ ନେବାକୁ ବାଧ୍ୟ। ଗଛରୁ ଶୁଖିଲା ପତ୍ର ଝଡ଼ି ପଡ଼ିଲେ ଯେପରି ଆଉ ସେ ଡେମ୍ଫରେ ଲାଗିବା ସମ୍ଭବ ନୁହେଁ, ସେହିପରି ସଂସାରିକ ପଦାର୍ଥରେ ମୋହରେ ପଡ଼ି ଆପଣାକୁ ଖୁବ୍ ବଡ଼ ମନେ କରିଥିବା ଲୋକ ଥରେ ଧୋକା ଖାଇ ପଡ଼ିଗଲେ ଆଉ ପୂର୍ବାବସ୍ଥାକୁ ଫେରି ଆସିପାରିବେ ନାହିଁ। ଅଧର୍ମାଚରଣ ନ କଲେ, ଅନ୍ୟାୟ କିମ୍ବା ଦୁରାଚାର ନ କଲେ କେହି ସଂସାରରେ ଅଯଥା ବିଭବଶାଳୀ ହୋଇପାରେ ନାହିଁ। କିନ୍ତୁ ଏହି ବିଭବ ଆସୁଥାଏ ବହୁ ଆକାରରେ, ଗଲାବେଳେ ଏକାବେଳକେ ଯାଏ। ତେଣୁ କହନ୍ତି, ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ଏ କବି ଭକ୍ତଚରଣ ଏଠାରେ ଆପଣା ବିଭବର ପ୍ରତୀକ ଭାବରେ, ପିନ୍ଧା ବସନ ମୂଲ୍ୟାୟ ସଜ୍ଜାର ପ୍ରତୀକ ଭାବରେ, କନ୍ଥା ଏବଂ ଆସବାବପତ୍ରର ପ୍ରତୀକ ଭାବରେ ଝୋଲାକୁ ଦର୍ଶାଇଛନ୍ତି। ଚାଲନ୍ତୁ 10ମ ଛାନ୍ଦ ଦେଖିବା। ନିଶି ଦିବସେ ଥୟ ନୋହୁନା ମନ, ନିଦ୍ରାରେ ଦେଖୁଅଛୁ କେତେ ସୋପନ। ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା, ନାମ ମାତ୍ର ଅଟଇ ପଥକୁ ସଖା। ଏଠି କ'ଣ କହିଲା କି ଭାବାର୍ଥ ସଂକ୍ଷିପ୍ତରେ ଜାଣିବା। ପ୍ରଥମେ, ନିଶି ଦିବସେ ଥୟ ନୋହୁ ନା ମନ।
तो मन तू निशी दिवस दिन राति थय हेउनु कौन कौटी करू केमी धन संपत्ति बढ़ेबू है ऐश्वर्य रहीबू सुखरे शांति रहीबू धन उपार्जन करू से मन तोर थय धरुनी निद्रारे शोईकी तू केते स्वप्न देखुचु निद्रारे देखुअछु केते स्वप्न न जीवे संगे कहीं जीवु तू एका मन रख जितेबाला से शरीर छाड़ जीवात्मा से शरीर सहित आउ कहीं जीवे नहीं तो सहित आउ कहीं जीवे नहीं तू एका ही जीवु नाम मात्र के अटई पथ को सखा नाम मात्र के केवल सखा भाई बंधु कुटुंब परिवार पुओ झील स्त्री पिला एमाने केही मध्य तो सहित जीवे नहीं तू एका ही जीवु से केवल जगन्नाथ को कीर्तन भजन करिकी निजे मुक्तिर मार्ग को फिटाओ बोलिकी एठारे भक्तचरण कहते। देखिबा मन गोटे कृत्रिम पदार्थ मनीष खाऊथिबा अन्न शरीर धर्म रे रसरे परिणत हुए शरीर रसरे परिणत होता है आम जो खाद्यटी आम खाई था तो रस रक्त मांसरे मांस मेदरे मेद अस्थिरे अस्थि मज्जारे मज्जा शुक्रे शुक्र ओजरे और ओज मनरे परिणत हुए एमानकर पूर्वावस्था अपेक्षा पर अवस्था गुड़िक हालका है देखते कौन कहला ना आम जो अन्नटी खाई था जो रसटी फास्ट कौन मिसता है रक्त मिसी थाए तापरे से रक्तटी मांसरे मिसताए से मांसटी मेदरे मिसताए से मेदटी अस्थिरे मिसताए से अस्थि पुणी मज्जारे मिसताए मज्जाटी शुक्रे शुक्र ओजरे ओज होता है मनरे मिसे मनरे परिणत होता है आम जो खाद्य खाऊे से शेष को मनरे ही परिणत होता है एमानकर पूर्वावस्था अपेक्षा माने आर प्रथम अवस्था गुड़िक जहाँ तार पर अवस्था गुड़िक से हालुका हो जाए से दृष्टि मन सबुठारु बेसी हालुका ताठारु आउ हालुका पदार्थ किछि नाही सुतरां आत्मा विषय गुड़िक अनुभव करने को मनर साहाय्य नहीं थाए मनर चांचल्य अवस्था जो आत्मार अनुभव ठीक भावे होई पारे नाही फल जो जो विषय गुड़िक आत्मा मन साहाय्य प्रत्यक्ष भाव में अनुभव करने कथा ताहा सफल नहेले से गुड़िकर स्वप्न रे आभास मिले कौन कहले ना फल जो जो विषय गुड़िक आत्मा मन साहाय्य प्रत्यक्ष भाव में अनुभव करने कथा आत्मा साहाय्य मन जहाँ को प्रत्यक्ष भाव में कौन ना अनुभव करने कथा ताहा सफल नहेले से गुड़िकर स्वप्न रे आभास मिले जोटा आमर मन चाहूए सेटा नहला ताहले सेटा हमको स्वप्न रे सेटा आसीता स्वप्न रे आभास आसे एहा वासनार फल किंतु निद्रावस्था स्वप्न दृश्य हेउथिबारु स्वप्न रे दृश्य पदार्थ अवास्तव अलिक और मिथ्या संसार से परी मोह निद्रार स्वप्न रे दृश्यमान गोटे पदार्थ है कहला ए संसार से परी मोह है जोटा कि आमको निद्रा रे जो स्वप्नटी आसु जमीती अलिक अवास्तव मिथ्या से परी ए संसारटा मध्य ठीक से परी निद्रे आसुथिबा स्वप्न भଳି एथिरे भଳି जीवा उचित नुहे देह थिबा पर्यंत एगुड़िक सबू नित्य भଳି लागुथिबे किंतु वस्तुतः केही नित्य नुहंती मनीष करिथिबा कर्मर संस्कार आपणार आत्मा उपरे गुण भाव लागी रही जाए देह छाड़िले आत्मा जेतेबेले अन्य देह को जाई जन्मांतर ग्रहण करे सेतेबेले सेही आत्मा सहित केही जानती नाही जीवा मध्य संभव नुहे तेबे जीव किए जीव केवल कृतकर्मर संस्कार पाप किंबा पुण्य मनीष जेते कर्म करे सबु कर्म मध्य भगवानकर नाम स्मरण करने सबुठारु बड़ धर्म मृत्यु परे जन्मांतर लाभ करने मध्य जो अत्यंत कष्टमय भयंकर अवस्था थाए सेथिरे सखा भावरे सहायक हेबा पाई भगवत नाम स्मरण रूपक कर्मर संस्कार ही भूमिका ग्रहण करे भगवान नाम स्मरण अभ्यास परिणत होई नथिले एहा संभव हुए नहीं एतिक आम रखा 10 नंबर छांद पर्यंत न भिडियोटी बहुत बड़ हो शेष पर्यंत भिडियोटी देखि बहुत बहुत धन्यवाद भिडियोटी पसंद आसते निश्चय गोटे लाइक करेंगे आपन को जदि भिडियोटी उपयोगी लगुए चैनल को सब्सक्राइब करदे तापरे
परवर्ती वीडियो देखिबा पई बहुत बहुत धन्यवाद।